ଯିବା ସାର୍ ଟିକେ ପରିଚୟ ମୁଁ ଜିଲ୍ଲା ଦକ୍ଷତା ବିକାଶ ନିयोजन ଅଧିकारी घनश्याम ସାର୍ କ'ଣ କହିବେ ଆଜି ଯେଉଁ ଜିଲ୍ଲା ସ୍ତରୀୟ ଯେଉଁ ନିଯୁକ୍ତି ମେଳା ହେଉଛି ଏଥିରେ କେତୋଟି କମ୍ପାନୀ ଭାଗ ନେଇଥିଲେ ଏବଂ କେତେ ପିଲାଙ୍କୁ ଆଶା ରଖିଛି ଜିଲ୍ଲା ପ୍ରଶାସନ ନିଯୁକ୍ତି ଦେବା ପାଇଁ? ଆମର ଆଜି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜନ କରାଯାଇଛି। ଏଥିରେ ଆମର 45ଟି କମ୍ପାନୀ ଯୋଗ ଦେଇଛନ୍ତି ଏବଂ ଆମର ଟ୍ରେନିଂ ପାର୍ଟନର ଯେଉଁମାନେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟ ଏଜେନ୍ସି ସେମାନେ 15ଟି ଆସିଛନ୍ତି। ଟୋଟାଲି ଆମର 60ଟି କମ୍ପାନୀ ଆସିଛନ୍ତି ଏବଂ ଆମର ଅନୁମାନ କରୁଛୁ 3ଟା ପର୍ଯ୍ୟନ୍ତ ପିଲା 2500 କି 2700 ଭିତରେ ପିଲା ଆସିବେ। ଏବେ ସୁଦ୍ଧା ତ 1200 ପିଲା ଆସିଛନ୍ତି, ପ୍ରମାଣ 3ଟା ପର୍ଯ୍ୟନ୍ତ ଆସିବେ ଏବଂ ଆଜି ଆମର ଯେଉଁ ଡାଇରେକ୍ଟ ଏମ୍ପ୍ଲୟର ମାନେ ଆସିଛନ୍ତି ସେମାନେ ପିଲାଙ୍କୁ ତାଙ୍କର ପ୍ରିଲିମିନାରୀ ସେକେଣ୍ଡାରୀ ଟେଷ୍ଟ କରିକି ତାପରେ କିଛି ପିଲାଙ୍କୁ ଅଫର ଲେଟର ଦେବେ, କିଛି ପିଲାଙ୍କୁ ପରବର୍ତ୍ତୀ ସ୍ଥାନରେ ଡାକିକି ଦେବେ। ପ୍ରାୟ ଆମର ଓଡ଼ିଶା ଭିତରେ ସବୁ ଆମେ କରିଛୁ କାରଣ ପିଲାମାନେ ଯିବାକୁ ବାହାର ପ୍ରସ୍ତୁତ ନାହାନ୍ତି। ଓଡ଼ିଶା ଭିତରେ କଟକ, ଭୁବନେଶ୍ୱର, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଭିତରେ ସେମାନେ ଆଜି କିଛି ପିଲା ବାହାରକୁ ଆଜି କିଛି ପିଲା ଆମର ଯେଉଁମାନେ ସ୍କିଲ୍ ଡେଭଲପମେଣ୍ଟ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ସହିତ ପିଆଇ ସହିତ ଚୁକ୍ତି କରିଛନ୍ତି। ଗୋଟେ ଆମର ଡିଷ୍ଟ୍ରିକ୍ଟ ସ୍କିଲ୍ ଡେଭଲପମେଣ୍ଟ ଛତା ପଲିଟେକ୍ନିକ୍ କ୍ୟାମ୍ପସରେ ଅଛି, ଆଉ ଗୋଟେ ଆମର ଡିଷ୍ଟ୍ରିକ୍ଟ ଆଉ ଗୋଟେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଭିତରେ ଅଛି। ସେଠି ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍ ଟ୍ରେଡ଼ରେ ସେମାନେ ଆମର ଯେଉଁ ଚୁକ୍ତି କରିଛନ୍ତି ଯେଉଁ କମ୍ପାନୀ ମାନେ ଆମେ ତାଙ୍କୁ ଦେଇଛୁ ଗୋଟେ ହାଇଦ୍ରାବାଦ ପ୍ରିମିୟର ଇନଷ୍ଟିଚ୍ୟୁଟ୍ ଗୋଟେ ଦେଇଛୁ, ଆଉ ଗୋଟେ ଆମର ଟାଟା ଆଇଫୋନ୍ କମ୍ପାନୀ ଆମର ବାଙ୍ଗାଲୋର ରେଗୁଲାର ଆମର ଏଠି କେନ୍ଦ୍ରାପଡ଼ା 110 ଜଣ ଅଛନ୍ତି ସେଠି ବି ଯାଉ। ସେଠି ଆମର ପୁରା ଟୋଟାଲ୍ ହଷ୍ଟେଲ୍ ଅଛି 3-4 ବର୍ଷ ପର୍ଯ୍ୟନ୍ତ ଫ୍ରି କରାହେଉଛି, ଲଞ୍ଚ ଫ୍ରି ଦିଆହେଉଛି, ଟିଫିନ୍ ବି ସକାଳଟା ଫ୍ରି ଦିଆହେଉଛି, ଆଉ ତାଙ୍କ ଯେଉଁ ଡିନରଟା ପିଲାମାନେ ନିଜ ଭରଣା କରୁଛନ୍ତି ତାକୁ ପୁରା ଟ୍ରାକ୍ରେ ଆମେ ଗଭର୍ଣ୍ଣମେଣ୍ଟ ପୁରା ଟ୍ରାକ୍ ରଖିଛୁ। ପିଲା ଯାଉଛନ୍ତି। ଆଜି କେତେ ପିଲା ନିଯୁକ୍ତିକୁ ଆଶା ରଖିଛନ୍ତି? ଆଜି ଆମେ ଅନୁମାନ କରୁଛୁ ପ୍ରାୟ 700 କି 750 ଭିତରେ ପିଲା ଯେଉଁ ଭାକାନ୍ସି ଥିଲା କମ୍ପାନୀଙ୍କର ଭାକାନ୍ସି ପ୍ରାୟ 2000 ଥିଲା। ଆମେ ଆଶା କରୁଛୁ 700 ଭିତରେ। ଆଜି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଏବଂ ଏମ୍ପିଙ୍କ ରିପ୍ରେଜେଣ୍ଟେଟିଭ୍ କିଏ ସବୁ ଯୋଗ ଦେଇଥିଲେ? ଆପଣଙ୍କର ଜିଲ୍ଲାପାଳ ମହୋଦୟ ଆସିଥିଲେ, CDO ସାର୍ ଆସିଥିଲେ, ଆମର ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକ୍ ପ୍ରିନ୍ସିପାଲ ଆମର ମାନ୍ୟବର ଏମ୍ପି ପ୍ରତିନିଧି ସଞ୍ଜୟ ସାର୍, ଆଉ ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର ସାର୍, ଜିଲ୍ଲା ସ୍ତରୀୟ ଲେଭେଲ ଅଫିସର ଆସିଥିଲେ। ଆପଣଙ୍କର DIPR ବି ନିଜେ ଆସିଥିଲେ।